ପିଠିରେ ବି ସେ ଆର ପାର ହୁଅନ୍ତି, କୌଣସି ନୌକା ଡଙ୍ଗାରେ ସେ ଯାଆନ୍ତିନି, କୁମ୍ଭୀରରେ ଯାଆନ୍ତି। କୁମ୍ଭୀର ପିଠିରେ କୋଉଠି ଅଲଗା ଆମର ପାଖ ଗାଁ ଏପଟେ ଗଣ୍ଡାକିଆ ଶିମିଳିଆ ଟିକେ ଭିକ୍ଷା କରିବା ନେଇ ସେ କୁମ୍ଭୀର ପିଠିରେ ଯାତାୟାତ କରନ୍ତି। ସେତେବେଳେ ତାଙ୍କର ମହିମା ଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗାଁରେ ସହଦେବ ବାବାଙ୍କ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହେଉଛି। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଆସି ବାବାଙ୍କର ଦର୍ଶନ କରୁଥିବା ବେଳେ ଅହରାତ୍ରି ନାମ ଯଜ୍ଞ ଭଜନ କୀର୍ତ୍ତନ ଅଷ୍ଟମ ପ୍ରହରୀରେ କମ୍ପୁଛି ବାବାଙ୍କ ପୀଠ। ଭକ୍ତମାନେ ଆସି ବାବାଙ୍କ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରୁଥିବା ବେଳେ ଆସନ୍ତା କାଲି ହେବ ନଗର କୀର୍ତ୍ତନ। ଆଜ୍ଞା ଏତେ 200-300 ବର୍ଷର ଅନୁଷ୍ଠାନ, ମତେ 78 ବର୍ଷ ହେଲାଣି ମୁଁ ଦେଖି ଯାଉଛି। ବାବା ଜିଅନ୍ତା ଶବ ନେଇଛନ୍ତି, ଜିଅନ୍ତା ମାନେ ମୁଁ ଏଇଠି ରହିବି ଜିଅନ୍ତେ ସମାନ। ଦେଖିଆ କଣ କରିବୁ, ଆମର ଦେଖୁଛୁ ଆବାହନ କାଳରୁ ହେଇ ଚାଲିଛି, ବହୁତ ହଜାର ହଜାର ଲୋକ ବିଦେଶ ଫରେନରୁ ମଧ୍ୟ ସମସ୍ତେ ଆସି ପହଞ୍ଚନ୍ତି ଠିକ ଚୈତ୍ର ତୃତୀୟାକୁ। ଆଉ ବହୁ ଆଡମ୍ବର ସହକାର ହଉଛି, ବହୁତ ପଇସା ପତ୍ର ଖର୍ଚ୍ଚ ହଉଛି, ହଜାର ହଜାର ଲୋକଙ୍କର ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ ହେଇଛି 2 ଦିନ ହବ। ତେଣୁ ମହା ସମାରୋହରେ ଏଟା ପାଳନ ହଉଛି ପ୍ରତିବର୍ଷ। ଆବିର୍ଭାବ ନୁହଁ, ଜଣେ ସାଧୁ ଆସି ଏଇ ଗାଁରେ ଏମିତି ଭିକ ମାଗି ଚଳୁଥିଲେ, କିନ୍ତୁ ସେ ଏମିତି କଣ ମିରାକିଲ ଦେଖେଇଲେ, ଆମ ଛୁଆ ବେଳୁ ଆମେ ଦେଖୁଛୁ, ସେ ଏମିତି କିଛି ମିରାକିଲ ଦେଖେଇଲେ ଯେ ଲୋକ ତ ହଜାର ହଜାର ଲୋକ ତାଙ୍କର ଭକ୍ତ ହେଇଗଲେ। ଆଉ ମୃତ୍ୟୁ ପୂର୍ବରୁ ସେ କହିଦେଇଥିଲେ ମୁଁ ଏଇ ସମୟରେ ମରିବି, ମତେ ଟିକେ ଏଇଠି ପୋତ। ମୁଁ ଦେଖୁଛି 56 ବର୍ଷ ହବ, ମୁଁ ହେତୁ ପାଇଲାଣି 78 ମସିହା ପାଖରୁ କି 75 ମସିହା ପାଖରୁ ଆମେ ଦେଖି ଯାଉଛୁ। ଟିକେ ଆଡମ୍ବର ଏତେ ନଥିଲା, ବର୍ତ୍ତମାନ ବହୁତ ଆଡମ୍ବରରେ ହଉଛି। ଟୋଟାଲ ଆମ ଏଇ ଅଞ୍ଚଳରେ ଯେତେ ଲୋକ ଅଛନ୍ତି, ବିଦେଶରୁ ବି ଫରେନରେ ଅଛନ୍ତି ଲୋକ, ସେମାନେ ସବୁ ଆସୁଛନ୍ତି। ବହୁତ ପଇସା ପତ୍ର ଖର୍ଚ୍ଚ ହଉଛି, ବହୁତ ଆଡମ୍ବରରେ ଆୟୋଜନ କରାହଉଛି। ଶ୍ରୀ ଶ୍ରୀ ସହଦେବଙ୍କର ସହଦେବଙ୍କ ଉପରେ ବହୁତ କିଛି ଲୋକଙ୍କର ଭକ୍ତ ଅଛି। ତାପରେ ଦିଲ୍ଲୀ, ବମ୍ବେ, ଗୁଜୁରାଟରେ ଯେଉଁମାନେ ଥାଆନ୍ତି ବାବାଙ୍କ ଅଷ୍ଟପୁରୀ ଯେମିତି ନା ଶୁଣିଲେ ସମସ୍ତେ ଏଠି ଆସିକି ଯୋଗ ଦିଅନ୍ତି। ବାବାଙ୍କର ବହୁତ ମହିମା, 10,000-15,000 ଲୋକ ଗାଦରିଂ ରୁହନ୍ତି ଅଷ୍ଟପୁରୀରେ। ଭଲ ଭଲ ନେତା ମନ୍ତ୍ରୀ ବି ଆସନ୍ତି ବାବାଙ୍କ କତିକି। ବାବା କାହିଁ ଆଦି ଅନାଦି କାଳରୁ ଟିକେ ଅଛନ୍ତି, ଆମେ ବି ଜାଣୁ। ଜେଜ ଏଗୁଡ଼ା କହନ୍ତି ଯେ ବାବାଙ୍କର ବହୁତ ମହିମା ଥିଲା। ସେ ଜିଅନ୍ତା ଅବସ୍ଥାରେ ହଇଜା ବି ଯଦି ଆସୁଥିଲା ଗାଁକୁ ଅଟକାଉଥିଲେ। ନାମ ଯଜ୍ଞ ସରିଯାଇଛି, ଆଜି ଆମର ନଗର ଭ୍ରମଣ ବାହାରିବ। ଏବେ ଭଜନ ସନ୍ଧ୍ୟା ଭଜନ ପ୍ରୋଗ୍ରାମ ପାଇଁ ବସୁଛନ୍ତି, ତାପରେ ଭଜନ ପ୍ରୋଗ୍ରାମ ସରିଲେ ଆମେ ନଗରରେ ବାହାରିବୁ। ନଗରରେ ଆସିଲେ ତାପରେ ଦଧି ଭଙ୍ଗା ହବ, ତାପରେ ପ୍ରସାଦ ସେବନ ହେଇ ଯେ ଯାହା ବାଟରେ ଫେର ଯୁଆଡେ ଆସୁଛୁ ଫେର ପଳେଇବୁ କର୍ମକ୍ଷେତ୍ରକୁ। ଆଉ ଫେର ବର୍ଷ ପରେ ଆସିବୁ। ପୁରା ଉତ୍ସାହର ସହିତ ଆମେ ବାହାରେ ରହୁଛୁ, କେମିତି କଣ ଯେ ଦିନଟା ଆସିବ ଆମେ ଗାଁକୁ ଯିବୁ। 2-3 ଦିନ ଆମେ ବାବାଙ୍କ କାମରେ ରହି ମଝି ରହି ଉଲ୍ଲାସ ଉତ୍ସବ ପାଳି ଆମେ ଫେର ନିଜ କର୍ମକ୍ଷେତ୍ରକୁ ଫେରିବୁ। ବାବାଙ୍କର ବହୁତ ମହିମା, ଲୋକମାନେ ତାଙ୍କୁ ବହୁତ ମାନନ୍ତି। ଆଉ ବହୁ ଆଡମ୍ବରରେ ତାଙ୍କର ପ୍ରତିବର୍ଷ ଅଷ୍ଟପ୍ରହରୀ ପାଳନ କରାଯାଏ। ବହୁତ ଲୋକ ଏଠି ସମାଗମ ହୁଅନ୍ତି। ବାବାଙ୍କ ମାନସିକ ଯାହା ସବୁ କରନ୍ତି ଲୋକମାନେ ସବୁ ବାବାଙ୍କର ପୂରଣ ହୁଏ ବୋଲି ତାଙ୍କର ଭରସା ଅଛି। ଏ ତ ଆହ୍ୱାନ କାଳରୁ ଆମେ ତ ଜାଣୁନୁ, ଆମର ଜେଜେ ବାବାଙ୍କୁ କୋଉ ଆହ୍ୱାନ କାଳରୁ ଆମର ଏ ପ୍ରୋଗ୍ରାମ ହଉଛି। ବାବାଙ୍କର ବାର୍ଷିକ ଉତ୍ସବ, ଏ ଉତ୍ସବ ଆମ ଜିଲ୍ଲାରେ ବୋଧେ ଏଭଳି ଉତ୍ସବ ପାଳନ ହୁଏ। ନାମ ଯଜ୍ଞ ହୁଏ ଏବଂ ହଜାର ହଜାର ଲୋକଙ୍କର ଏଠି ସମାଗମ। ଆଉ ବହୁ ଆଡମ୍ବର ସହ ଆମ ଗାଁରେ ପ୍ରତି ଘରେ କୁଣିଆ ଏବଂ ଆଡମ୍ବର ସହ ଆମେ ପାଳନ କରୁଛେ ଫଙ୍କସନଟାକୁ। ଆଉ ବାବାଙ୍କର ଏଠି ମାନେ ଏମିତି ମହିମା, ବହୁତ ଲୋକଙ୍କର ମନସ୍କାମନା ଏଠି ପୂରଣ କରା ହଉଛି। ବାବାଙ୍କୁ ଯିଏ ନିଜ ମନରେ ଭକ୍ତିରେ ଭାବରେ ଯିଏ ଯାହା ମନସ୍କାମନା କରେ ତା ପୁରା ହୁଏ। ସେଥିପାଇଁ ମାନେ ଲୋକଙ୍କର ଗୋଟେ ପୁରୁଣା କାଳରୁ ଗୋଟେ ବିଶ୍ୱାସ ରହିଯାଇଛି। ସେଥିପାଇଁ ଲୋକ ଏଠିକି ଆସନ୍ତି, ନିଜର ମନସ୍କାମନା ରଖନ୍ତି, ପୁରା ହେଲେ ଯାହା ତାଙ୍କର ସକ୍ଷମ ହିସାବରେ ଯୋଉ ଯେମିତି ଯାହା କରିବା କଥା କରନ୍ତି। ଏହି ଅନୁଷ୍ଠାନ ବହୁତ ଆମ ଗାଁର ସବୁଠୁ ପୁରୁଣା ଅନୁଷ୍ଠାନ, ଗୋଟେ ଅନୁଷ୍ଠାନ। ପଟ୍ଟାମୁଣ୍ଡାଇରୁ ଶ୍ରଦ୍ଧାଙ୍କ ରିପୋର୍ଟ, ଓଡ଼ିଶା ଡ୍ରିମ୍ ଟିଭି।